ନିଜସ୍ୱ ଉଦ୍ୟମରେ ଗୋ ଫାର୍ମ କରି ବେଶ୍ ପରିଚିତ ସୁବୋଧ ନାୟକ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଭୀମଖୋଜପଡ଼ାର ସୁବୋଧ ନାୟକ ନିଜସ୍ୱ ପ୍ରଚେଷ୍ଟାରେ ଗୋ ଫାର୍ମ ଖୋଲି ଭଲ ରୋଜଗାର କରି ବେଶ୍ ପରିଚିତ ଅଞ୍ଚଳରେ ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାର ଦେଇଛନ୍ତି ଆଉ 2 ଜଣ ଯୁବକଙ୍କୁ। ସରକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଇଜ୍ ଅଫ୍ ବିଜନେସ୍, ଷ୍ଟାର୍ଟ ଅଫ୍ ଇଣ୍ଡିଆ ଆଦି ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରିବା ସହ ବ୍ୟାଙ୍କ ଋଣ ପ୍ରଦାନ କରୁଛି। ହେଲେ ଏହି ଯୁବକଙ୍କୁ ବ୍ୟାଙ୍କ ଋଣ ଦେବାକୁ ମନା କରିଥିଲା। ତଥାପି ସେ ନିଜ ପ୍ରଚେଷ୍ଟାରେ ଏକ ଫାର୍ମ ହାଉସ୍ କରି ଗୋପାଳନ କରିବା ସହ ସକ୍ଷମ ହୋଇପାରିଛନ୍ତି। ଧର୍ମଗଡ଼ ଭୀମଖୋଜପଡ଼ା ଘରଠାରୁ ଦୂର 10 କିଲୋମିଟର ବୋଡେନ୍ରୁ ଗୁମର ଯିବା ରାସ୍ତାରେ ଏକ ଫାର୍ମ ହାଉସ୍ କରିଛନ୍ତି। ଗୋଟିଏ ଗାଈରୁ ସେ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ 12ଟି ଗାଈ ରଖିଛନ୍ତି। ଏହି 12ଟି ଗାଈରୁ ଉତ୍ପାଦିତ କ୍ଷୀରରେ ଦିନକୁ ପ୍ରାୟ 10 କେଜି ପନିର ପ୍ରସ୍ତୁତ କରିଥାନ୍ତି, ଯାହାର ବଜାରର ମୂଲ୍ୟ 3000 ଟଙ୍କା। ମାସିକ ସେ ପନିର ବିକ୍ରି କରି 90,000 ଟଙ୍କା ପାଇଥାନ୍ତି। ଗାଈମାନଙ୍କ ଖାଇବା ବାବଦ ଖର୍ଚ୍ଚ କାଟିବା ପରେ ମାସକୁ ତାଙ୍କ ହାତକୁ 30,000 ଟଙ୍କା ଆସିଥାଏ ବୋଲି ସୁବୋଧ କହିଛନ୍ତି। ଗାଈମାନଙ୍କ ପାଇଁ ପାଳନଡ଼ା ସହ ଭେଟନାରୀ ଅଫିସରୁ ଘାସ ମଞ୍ଜି ଆଣି ସେ ଘାସ ଚାଷ କରି ଗାଈମାନଙ୍କୁ ଖାଇବାକୁ ଦେଇଥାନ୍ତି। ଏହା ସହ ଏକ ପୋଖରୀ ଖୋଲି ଆଗକୁ ମାଛ ଚାଷ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ଯଦି ସରକାରଙ୍କ ତରଫରୁ କିଛି ସୁବିଧା ସୁଯୋଗ ମିଳେ ଆହୁରି ଅଧିକ ଉତ୍ପାଦନ କରିପାରିବେ ବୋଲି ପ୍ରକାଶ କରିଛନ୍ତି ସୁବୋଧ ନାୟକ। ତେଣୁ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ସୁବୋଧଙ୍କ ପ୍ରତି ଦୃଷ୍ଟି ଦେଇ ସୁବିଧା ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି। ସୁବୋଧ କୁମାର ନାୟକ, କେନ୍ ଗାଁ? ଧର୍ମଗଡ଼ ଭୀମଖୋଜପଡ଼ା। ସାର୍ ଆପଣଙ୍କର ଏ ଫାର୍ମରେ କେତେଟା ଗାଈ ଅଛି? ଆଜ୍ଞା, ଗାଈକୁ ଦେଖିଲେ ବଡ଼ ଗାଈ ଦେଖିଲେ 12 ପଟ, ହଁ, ଆଉ ବାଛୁରୀ ମାନେ ଅଛନ୍ 9 ପଟ। ଆଜ୍ଞା, ତ এই ফার্মটা যেন করেছেন আজ্ঞা স্যার, এটা নিজস্ব উদ্যম কি কোণী সরকারি সহায়তা মিলিছে? ନାଇଁ ଆଜ୍ଞା, ଏଇଟା ନିଜସ୍ୱ ଉଦ୍ୟମରେ ନା, ମୋର ବଡ଼ ଭାଇ ଅଛନ୍ ରେଲୱେରେ, ସେ କିଛି ହେଲ୍ପ କରୁଛନ୍ ଟାଇମ୍ରେ। ବାକି ମୋର ମଜା ଭାଇ ଗୋଟେ ଅଛନ୍, ସେ ବି ଗୋଟେ ହେଲ୍ପ କରୁଛନ୍। କେତେ ବର୍ଷ ହେଲାଣି ସାର୍ ଫାର୍ମ? ଏଇଟା ଆଜ୍ଞା ମୋ 2 ବର୍ଷ ହେଲା। ସରକାର କିଛି ସହାୟତା ନେଇ ମିଳିବ? ନାଇଁ ଆଜ୍ଞା, କିଛି ସରକାରୀ କିଛି ସହାୟତା ନାହିଁ। ଖାଲି ଯାହା ଆମକୁ ଭେଟନାରୀ ତରଫରୁ ଯାହା ଆଜ୍ଞା ମାନେ ଯେନ୍ ହେଲ୍ପ କରୁଛନ୍, ମେଡ଼ିସିନ୍ କି ଭ୍ୟାକ୍ସିନ୍ ସେଟା ମାନେ ମିଳୁଛେ। ବାକି କିଛି ଲୋନ୍ ଫୋନ୍ର କିଛି ଏନ୍ତା ସୁବିଧା ନାଇଁ ମିଳିବାର। ତ ଆପଣ କାଣା ଚାହୁଁଛନ୍ ବର୍ତ୍ତମାନ? କିଛି ନାଇଁ ଆଜ୍ଞା, କିଛି ନାଇଁ, ଆମକା ଲାଗି ଗଭର୍ଣ୍ଣମେଣ୍ଟର କିଛି ଗୋଟେ ସ୍କିମ୍ ମିଳିତା, ଗୋଟେ ଭଲ ସୁବିଧା ଗୋଟେ ମିଳିତା। ଆମେ ଯେମିତି ମାଛ ଚାଷ କରିବା ଲାଗି ଗୋଟେ ଦିନ ପୋଖରୀ ପ୍ଲାନ୍ କରୁଛୁ, ସେଟା ଗୋଟେ ପୋଖରୀ ଗୋଟେ ମିଳିତା, କି କୌଣସି ଯେକୌଣସି ଗଭର୍ଣ୍ଣମେଣ୍ଟ ସହାୟତା ମିଳିତା ଭଲ ହେତା ଆମକୁ। ଆଜ୍ଞା, ଆପଣଙ୍କର ନାଁ କାଣା? ଫକୀର ସବର, କେନ୍ ଗାଁ? ଲଛିପୁର। ଆପଣ ଏଇନା କାଣା କରଛନ୍? ଇନ ଯେ ବି ଦେଖାରେ କରସୁଁ ଆରୁ କୁଣା ପାନ୍ ଦେସୁଁ ସବୁ ଲେଖା। କେତେ ପଟ ଗାଈ ଅଛେ? 12 ପଟ। କେନ୍ତା କରି এটা ତାର ସେବା କରଛ? ଦାନା କାଣା କରଛ? କେମିତି କରି କେତେ ଟାଇମ୍? ଦାନା ଦିଆ ହଉଛେ 2 ଟାଇମ୍, ସନ୍ଧ୍ୟାରେ ସକାଳେ। ଧୁଆ ରୁଆ ବି କରୁଛୁ, ଘାସ ଫୁଲ ବି ଦିଆ ହଉଛେ। କେତେ ବର୍ଷ ହେଲା ଆପଣ ଏଇନା ଅଛନ୍? ବର୍ଷା ଖେଳନା। କଳାହାଣ୍ଡି ଧର୍ମଗଡ଼ରୁ ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ, ଓଡ଼ିଶା ସମାଚାର।